कटक नरसिंहपुर सरकारी स्वास्थ्य केन्द्र में प्रसूति और स्त्री रोग विभाग डाक्तर नथिबारु गर्भवती जीवन चली जाइथिबार अभियोग आछि। 2 दिन तले जड़े प्रसूति और गर्भस्थ शिशु मृत्यु होगा पर मेडिकल में तुरंत गायनोकोलोजी विभाग डाक्तर नियुक्तिर दाबी बढ़ी। सेपटे मृत महिला परिवार को क्षतिपूरण दाबी करिछि स्थानीय सामाजिक संगठन एवं बुद्धिजीवी। स्थानीय तोटासाही अंचल गर्भवती अंजलि बेहरा प्रसव जंत्रणा पाई मेडिकल को आसते तेज एठारे स्त्री और प्रसूति विभाग डाक्तर नथिबारु दायित्व थिबा मेडिसिन विभाग डाक्तर तांको संध्या जाए अपेक्षा करने को कहिथिले। हेले संध्यारे अंजलिंकर स्वास्थ्यावस्था गुरुतर थिबा कही तांको कटक रेफर करा जायतिला आ अधा बाटरे अंजलिंकर मृत्यु होइतिला। तांको गर्भस्थ शिशु मध्य सबुदिन पई आखि बुझी देइतिला। ଏହି ଘଟଣା ପରେ ସ୍ଥାନୀୟ ସାମାଜିକ ସଂଗଠନର ସଦସ୍ୟ ମୃତ ମହିଳାଙ୍କ ପରିବାରକୁ ଧରି କ୍ଷତିପୂରଣର ଦାବି କରିଛନ୍ତି। କଟକ ଗଲା ଭିତରେ 10ଟା ରେ ମେଡିକାଲ ପହଞ୍ଚିଲେ। ପହଞ୍ଚିବା ଭିତରେ ଡାକ୍ତର କଣ ଦେଖା ଟ୍ରିଟମେଣ୍ଟ କଲା, ହଁ ଟିକେ ଭଲ ଅଛି, ନର୍ମାଲ ଅଛି, ଆଉ ସନ୍ଧ୍ୟା 5ଟା ସୁଦ୍ଧା ଡେଲିଭରି ହେଇଯିବ। ତାପରେ ଇଏ ଅପେକ୍ଷାରେ ରହିଲେ। ତାପରେ 5ଟା ଆସିକି ସେ ଦେଖିଲେ ଯେ କହିଲେ କୋଡ଼ିଏ ଇଞ୍ଜେକ୍ସନ ଦେଇଦେଲେ, କହିଲେ ସିରିୟସ୍ ଆଉ କିଛି ଏଠି କଣ୍ଟ୍ରୋଲ କରିହେବନି, ତ କଟକ ଧରି ପଡ଼। ତାପରେ ଏମାନେ ଆମେ ସବୁ କହିଲୁ ଏଠି ଯାଇକି ସିଜିନ କଥା, ଏଠି ହୋମ୍ ହସ୍ପିଟାଲ ହଉ କି ସଜୀବନ ହଉ, ଏଠି ସିଜିନ କଥା। ସେ କହିଲେ ନାଇଁ ଏଠି ଆଉ ଯାଇ ହେବନି, ଏଠି ପୁରା ସିରିୟସ୍, ଆଉ ତାକୁ ପଠେଇଦିଅ। ପଠେଇଲା ଭିତରେ ସେ ବାଟ ଯାଉଛନ୍ତି, ବାଟ ଦେଖିଲେ ଯେ ତାଙ୍କ ଦେହର ପାଣି ଫାଣି ଅଛି, କିଛି ଆଉ ହଲଚଲ କିଛି ହଉନାହାନ୍ତି, ଆଉ ସେଠି ଦେଖିଲେ ଯେ ସେ ମୁକ୍ତ ହେଇଗଲେ। ସେଠି ନାଇଁ ଆମେ ବି ଅନୁଭବ ସେ କଥାଟା କରୁଛୁ ଯେ ଡାକ୍ତର ସେ ପ୍ରାଇମେରୀ ଚିକିତ୍ସା କରିଛନ୍ତି, ଯେହେତୁ ସେ ନିଜେ ଗାଇନୋକୋଲୋଜି ଡକ୍ଟର ନଥିଲେ, କିନ୍ତୁ ଯେଉଁ ପରିମାଣର ସେବା ଦେବା ଦରକାର ଥିଲା ସେ ଦେଇପାରିନାହାନ୍ତି। ଆଉ ନିଶ୍ଚୟ ଏ କଥା କହିବି ଯେ ତାଙ୍କର ସେବା ପାଇବାରେ ବିଳମ୍ବ ହେଇଛି।